ତିନିଟା ବେଳେ ମୁଁ ଷ୍ଟାର୍ଟ ହେଉଛି ଦେଖୁନ ଆଉ ତିନିଟା ବେଳେ ଗାଁ ଯୋଗିଛନ୍ତି ଗାଁ ଯୋଗି ଦ୍ୱାରା ଆମର କାଠେଇ ଆମ ଗାଁର ବଡ଼ ଭାଇ ସେ ତାଙ୍କ ତରଫରୁ ଆମକୁ ଗୋଟେ ଚା ଦେଇଛନ୍ତି ଆମ ତରଫରୁ ବହୁତ ଧନ୍ୟବାଦ। ଚା ବିସ୍କୁଟ ଦେଲେଣି? ହଁ ଚା ଏବଂ ବିସ୍କୁଟ ବିସ୍କୁଟ ଆମେ ଖାଇଦେଇଛି। କାଠି କାଠି କାଠେଇ ବଡ଼ ଭାଇ ଯେଉଁ ପାଣି ଘେରରେ ଆମେ ସବୁ ଅଛୁ। ନା ନା ଏଟା ହିଡ଼ଟା ମାନେ ପୋଖରୀର ସାଇଡ୍ ଘୋଡ଼ାଟା ଦେଖିବ ନା ଗଛ ପଛ ଲାଇନ୍ ନାହିଁ। ହ୍ୟାଲୋ ଫ୍ରେଣ୍ଡ ନମସ୍କାର, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜିର ଭିଡ଼ିଓ ଆରମ୍ଭ କରିବା। କାଲି ତ ମୁଁ ବନ୍ୟା ବିଷୟରେ ଟିକେ ଟପିକ୍ ରଖିଥିଲି ଗୋଟେ, ଆଜି ପୁଣି ତାର ନେକ୍ସଟ ଇଏ ହେଉଛି ବୋଡ଼କ ଛକ। ବୋଡ଼କ ଛକରୁ ଆମେ ଭିଡ଼ିଓ ଜଷ୍ଟ ଆରମ୍ଭ କରିବା। ବୋଡ଼କ ଛକ ନୁହେଁ, ମୁଁ ଗାଁ ଭିତରୁ ହିଁ ଭିଡ଼ିଓ ଆରମ୍ଭ କରିବି। ପୂର୍ବ ଭିଡ଼ିଓରେ ଜଷ୍ଟ ଟିକେ ରଖିନି, ଇଏ ସବୁ ପୁରା ଶୁଖିଲା ଥିଲା କାଲି ରାତିର, ପାଣି ତ ହୁ ହୁ ହେଇକି ପଡ଼ୁଥିଲା। ଆଜି ସକାଳୁ କେତେ କ'ଣ ପାଣି ବଢ଼ିଛି, କ'ଣ ଅଛି ପରିସ୍ଥିତି ସେ ବିଷୟରେ ଜାଣିବା। ଫାଷ୍ଟରୁ ଟିକେ ଭିଡ଼ିଓ ଦେଖିକି ଜାଣି ସାରିଥିବେ ଆଜିର ଭିଡ଼ିଓ କେମିତି କ'ଣ ହେବ। ତ ଏଠି ପାଣି ଶୁ ଶୁ ହେଇ କାଲି ବଢ଼ୁଥିଲା, ଆଜି କେତେ ବାଟ କ'ଣ ପାଣି ଯାଇଛି, କ'ଣ ହେଉଛି ସବୁ ଦେଖିବା। ଲେଟ୍ କରିବାନି, ଭିଡ଼ିଓ ଆରମ୍ଭ କରିବା। ମୁଁ ରାତି ଭିଡ଼ିଓ ଟିକେ ରଖିଦେଉଛି, ଆଜି ରାତିର କ'ଣ କେମିତି ଚାଲିଛି ପ୍ରିପାରେସନ୍। ଆମ ଛୁଆ ପ୍ରାୟ ସବୁ ଅଛନ୍ତି 10-15 ଜଣ ଏଠି ବସିଛନ୍ତି। ତ ଚାଲନ୍ତୁ ଯିବା। ଏ ପୂର୍ବ ଭିଡ଼ିଓ ଟିକେ ମୁଁ ଜଷ୍ଟ ରଖିଦେନି ଆପଣଙ୍କ ପାଖରେ। ତ ଚା ପିଇବା ପାଇଁ ଫୁଲ୍ ବ୍ୟସ୍ତରେ। ଚା ବନେଇଦେଲା ଜାଫର, ବନେଇଦେଲା ଚା ଅଲେଗ ବନେଇଥିଲା, ବାପୁନ ତା'ର ଭାଗ ବାଣ୍ଟ କରିଦେଲା, ଭାଗ କେତିକି ପଡ଼ିଲା। ତ ପଞ୍ଚ ଥିଲା ଆମର କାଠେଇ, ତ କାଠେଇ ପାଖରୁ ତାପରେ ବୁଝିବା ଆମ ପିଲା କ'ଣ କେମିତି ଆଜି ରହିଛି ପ୍ରିପାରେସନ୍। କାଠେଇ ପଛ ଯାଉଛି, ଏଠି ସବୁ ଚା ଭାଗ ହେଇଗଲା, ଭାଗ ମାନେ ବଣ୍ଟା ବଣ୍ଟି ହେଇଗଲା। ଦେଖୁନ ଆଉ ତିନିଟା ବେଳେ ଗାଁ ଯୋଗିଛନ୍ତି ଗାଁ ଯୋଗି ଦ୍ୱାରା ଆମର କାଠେଇ ଆମ ଗାଁର ଗୋଟେ ବଡ଼ ଭାଇ ତାଙ୍କ ତରଫରୁ ଆମକୁ ଗୋଟେ ଚା ଦେଇଛନ୍ତି। ଚା ବିସ୍କୁଟ ଦେଲେଣି? ହଁ ଚା ଏବଂ ବିସ୍କୁଟ ବିସ୍କୁଟ ଆମେ ଖାଇଦେଇଛୁ। କାଠି କାଠି କାଠେଇ ବଡ଼ ଭାଇ ଯେଉଁ ପାଣି ଘେରରେ ଆମେ ସବୁ ଅଛୁ। ବଡ଼ ଭାଇ ରାତି 2ଟା-2:30 ହେଲାଣି, ଆମକୁ ଟିକେ ଚା ବିସ୍କୁଟ ଦେଇଛନ୍ତି। ଦୁଇ ଭାଇକି ବହୁତ ବହୁତ ଧନ୍ୟବାଦ। ପ୍ରଶାସନ ପାଖରେ ଏଇ କଥାଟା ନେଇ ପହଞ୍ଚିବାର ଆମେ ରାତିରେ ସେଥିପାଇଁ ଚେଇଁକି ଅଛୁ, କାଳେ କ'ଣ ଆମ ଗାଁରେ କିଛି ଅସୁବିଧା ହେବ। ପାଖରେ ଚା ପିଇବାରେ ବ୍ୟସ୍ତ। ପୂର୍ବ ଭିଡ଼ିଓରେ ବି ସେଇଭଳିଆ ଚା ପିଉଥିଲା, ଏ ଭିଡ଼ିଓରେ ବି ଚା ପିଉଛି। ତାର କିଛି ଓଢ଼ ନାହିଁ, ତାର ବସିଲା ତା ଚା ପିଇଲା। ଆଉ ରାତି ମାନେ ଆଜି ତାସ୍ ଖେଳ ହେବ। ବର୍ତ୍ତମାନ ରାତିଟା କେମିତି କ'ଣ ବିତିଯିବ ସେ ଆଉ ଭିଡ଼ିଓ କରିବାନି, ସକାଳକୁ ଅପେକ୍ଷା କରିବା। ସକାଳୁ କେତେ କ'ଣ ପାଣି ବଢ଼ିଛି ଦେଖିବା। ତ ଫାଇନାଲି ଦଳ ପ୍ରବଳ ଭାସିକି ଯାଉଛି। ମୁଁ ପ୍ରଥମେ ସର୍ଟ ଟିକେ ନେଇଯାଇଥିଲି ଆମ ପଞ୍ଚାୟତ ଅଫିସ୍ ପାଖରୁ, ତ ଆମେ ପଞ୍ଚାୟତ ଅଫିସ୍ ତାପରେ ବନ୍ୟା ପରିସ୍ଥିତି ଲକ୍ଷ୍ୟ କରି ସରକାର ତରଫରୁ କାଲିରୁ ଓଡ୍ରାଫ୍ ଟିମ୍ ଆସିକି ପହଞ୍ଚିଲେଣି। ତ ପ୍ରଥମେ ଆମକୁ ଆଜି ବର୍ତ୍ତମାନ ଆମେ ଛକକୁ ଯିବା। ଆମ ନମ୍ବର ପଡ଼ିଗଲା ଆମ ବୋଡ଼କୁରୁ, ମାନେ ପ୍ରପର ବୋଡ଼କୁରୁ ଛକ ପର୍ଯ୍ୟନ୍ତ ବିଚ୍ଛିନ୍ନ, ଯୋଗାଯୋଗ ବିଚ୍ଛିନ୍ନ। ରାସ୍ତାର ପ୍ରାୟ ଏଠି ତ ବହୁତ କମ୍ ପାଣି ହେଇଛି, ମାନେ ଅଣ୍ଟେ ପ୍ରାୟ ବେକେ ପାଖାପାଖି ପାଣି ହେଇଯାଇଛି, ପୁରା ଫୁଲ୍ ପାଣି, ଯୋଗାଯୋଗ ବିଚ୍ଛିନ୍ନ, ଯାଇ ହେବନି। ତ ଓଡ୍ରାଫ୍ ଟିମ୍ରୁ ଆମେ ସହାୟତା ନେଇଥିଲୁ ବୋଟ୍ ସହାୟତା ଯିବା ପାଇଁ। ତ କିଛି ଯାନ୍ତ୍ରିକ ପ୍ରୋବ୍ଲେମ୍ ଅଛି, ତାର ଭିଡ଼ିଓ ମୁଁ ଗୋଟେ ଆପଣଙ୍କ ପାଖରେ ରଖିବି। ବର୍ତ୍ତମାନ ଆମେ ଜାଫର କାତ ମାରିକି ଯେ ଅପଭୂତ ନେଇଗଲା। ତ ଚାଲନ୍ତୁ ଆମେ ଛକକୁ ଯିବା। ଛକର କ'ଣ ପରିସ୍ଥିତି ଅଛି, କେଉଁଠି କେତେ ପାଣି କ'ଣ ନାହିଁ ସେଇଟା ଦେଖିବା, କାରଣ ଛକଟା ଉଚ୍ଚା ଜାଗା। ତ ଆମେ ଛକରେ ପହଞ୍ଚିଲା ପରେ ଦେଖିବା ଏଠି ପାଣି କେତେ ବାଟ ହେଇଯାଇଛି ଘରର। ତ ବର୍ତ୍ତମାନ ଆମେ ଚାଲିଲୁ, ମୁଁ ଏକୁଟିଆ ନୁହେଁ, ପ୍ରାୟ 5-7 ଜଣ ଅଛୁ ଗୋଟେ ଏଥିରେ। ନରେନ୍ଦ୍ର ଅଛି ସବୁ କିଛି ଇଏ ବ୍ରସ୍ କରୁ କରୁ ବସିଯାଇଛି। ବର୍ତ୍ତମାନ ଛକକୁ ଯିବା ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆମେ ବୋଟିଂର ସହାୟତା ନେଇଛୁ, ଓଡ୍ରାଫ୍ ଟିମ୍ର ସହାୟତା ନେବୁ। ତ ଛକରେ ପହଞ୍ଚିକି କ'ଣ କେମିତି ପରିସ୍ଥିତି ଅଛି ଦେଖିବା। ତ ଛକରେ ଉଚ୍ଚା ଜାଗା, ତ ସେଠି କ'ଣ ହେବ ଦେଖିବା, କେତେ ବାଟ ପାଣି କ'ଣ ଯାଇଛି। ମୁଁ ଭିଡ଼ିଓ ଫାଷ୍ଟରୁ ରଖିଛି, ଛକ ଭିଡ଼ିଓ କାଲି ରାତିର ଶୁଖିଲା ପୁରା ସବୁ କିଛି ବୁଲିକି। ନରେନ୍ଦ୍ର କିଛି ନାହିଁ, ତାର ଭିଡ଼ିଓ କରିବାରେ ବ୍ୟସ୍ତ, ସେଲ୍ଫି ନେବାରେ ବ୍ୟସ୍ତ। ତ ଠିକ୍ ଅଛି, ଏପଟେ ପୁରା ପ୍ରବଳ ପାଣି, ଆଉ ଏପଟକୁ ଆମେ ଯାଇପାରିବାନି। ଇଏ ହେଉଛି ଆମ ବସଷ୍ଟାଣ୍ଡ ବୋଡ଼କ ଛକ, ସବୁ ଗାଡ଼ି ଏଇଠି ଅଛି। ପ୍ରବଳ ପାଣି ମାନେ ଆମେ ଆସିନୁ ଗୋଟେ ଜଙ୍ଘିଆ ଉପରେ ପାଣି ହେଲା, କାରଣ ବୋଟ୍ର ଆସିଥିଲା, ସେ ବୋଟ୍ର ପଳାଇନୁ। କଣ୍ଢେଇ ବସ୍ ସବୁଦିନ 7ଟା-8ଟା ଭିତରେ ଯାଉଛି ଭଦ୍ରକ। ଏବଂ ଏଇଟା ହେଉଛି ଆମର ବୋଡ଼କ ଛକ। ଦେଖ ସବୁଆଡ଼େ ପୁରା ଜଳମଗ୍ନ, ସବୁ ବୁଡ଼ି ଯାଇଛି। ଏଇଟା ବହୁତ ଉଞ୍ଚା ପୁଣି ଏତିକି ରହିଛି। ଏଠି ମା ନାୟକାଣୀଙ୍କ ମନ୍ଦିର, ଦୁର୍ଗା ମଣ୍ଡପ, ସାଇ ମନ୍ଦିର ସରି, ଆଉ ଏପଟ ହୋଲି ମଣ୍ଡପ ଅଛି। ଏଇଟା ପାଲା ମଣ୍ଡପ ବି ହେଉଛି, ଯାତ୍ରୀ ବିଶ୍ରାମାର।
ଏଠି ପାଣି ମାନେ ପ୍ରବଳ ପାଣି ଏପଟେ। କାଲି ରାତି ଭିଡ଼ିଓ ବି ମୁଁ ଗୋଟେ ପକାଇଥିଲି ପାଣି ବଢ଼ୁଥିଲା କେମିତି, କିନ୍ତୁ ଆଜି ପାଣି ସକାଳୁ ପ୍ରବଳ ଜୋର ବଢ଼ିଲାଣି। ପ୍ରବଳ ସାଇ ମନ୍ଦିର ଭିତରେ ପାଣି, ସବୁଆଡ଼େ ପାଣି ପଶିଯାଇଛି। ଏପଟେ ସବୁ ଦୋକାନ ବନ୍ଦ, ସବୁ ଦୋକାନ ଦଳ ପ୍ରବଳ ଦଳ। ଆମ କଲ୍ୟାଣୀ ମଣ୍ଡପ, ମୁଁ ପୁଣି ଆଉ ଥରେ କହିଦେଉଛି, ଏ ହେଉଛି ଆମ କଲ୍ୟାଣୀ ମଣ୍ଡପ। ତା ପାଖକୁ ଆମ ସ୍କୁଲ ଅଛି, ଏଇଟା ଆମ ସ୍କୁଲ। ତାପରେ ନାୟକାଣୀ ମଣ୍ଡପ, ନାୟକାଣୀ ମନ୍ଦିର, ତାପରେ ପାଲା ମଣ୍ଡପ, ତା ପଛକୁ ଦୁର୍ଗା ମଣ୍ଡପ, ତାପରେ ସାଇ ମନ୍ଦିର ଏପଟେ ବସଷ୍ଟାଣ୍ଡ, ସେଇଠି ଦୋଳ ମଣ୍ଡପ ଅଛି। ଏପଟେ ଯାତ୍ରୀ ବିଶ୍ରାମଗାର। ତ ପ୍ରବଳ ପାଣି। ମଣ୍ଟୁନା ଫଟୋ ଉଠାଇବାର ବ୍ୟସ୍ତ। ସକାଳୁ କିନ୍ତୁ ଏଇ ଜାଗାଟା ବଢ଼ିଆ କାମ ଦେଇଥାନ୍ତା। ଯେଉଁ ଆମେ ସତ କଥା କହିଲେ ଲାଟ୍ରିନ୍ ଯାଆନ୍ତି, ଏଇଠି କିନ୍ତୁ ବଢ଼ିଆ ହେଇଥାନ୍ତା, ଗୋଟେ ସୁବିଧା ଥିଲା। ଦଳ ପ୍ରବଳ ଭାସିକି ଆସିଲାଣି। ସବୁକିଛି ଭୁଲିକି ବର୍ତ୍ତମାନ ଟିକେ ମଜାମସ୍ତି କରିନେବା, କାରଣ ଏତେ ଦିନ ପରେ ବନ୍ୟାଟି ଆସିଛି। ଯେତେବେଳେ ଗାଧୁଆ ପାଧୁଆ ଟିକେ କରିବା ନା, ମଜାମସ୍ତି କରିବାନି। ଆମେ ଆସିକି ପହଞ୍ଚିଲୁ ଜଗନ୍ନାଥ ମଣ୍ଡପ। କାଲି ରାତିରେ ଜଗନ୍ନାଥ ମଣ୍ଡପ ପାଖରେ ଭିଡ଼ିଓ ମୁଁ ବି ରଖିଥିଲି, ସେ ଭିଡ଼ିଓରୁ କିଛି ବି ଥିଲା। ତ ଇଏ ହେଉଛି ଜଗନ୍ନାଥ ମଣ୍ଡପ। ଏଇଠି ସବୁଠୁ କମ୍ ପାଣି, ତ ଗାଁ ଭିତରେ ବି ପାଣି ହେଇଯାଇଛି। ଏଇଟା ଆମେ ଟିକେ ଗାଧୁଆ ଗାଧି କରିବା। ଏହି ତପନକୁ ଘେରିଗଲେ, ଏ ଏଇଠି ଟିକେ ମଜାମସ୍ତି ହେବ, ଗାଧୁଆ ଗାଧି ହେବ। ଯାହା ହଉ ଭିଡ଼ିଓ କ୍ଲାରିଟି ପୁରା ଲୋ ଅଛି, କାହିଁକିନା ୱାଟରପ୍ରୁଫ୍ କଭର୍ ଗୋଟେ ୟୁଜ୍ ହେଉଥିଲା, ସେ କଭର୍ରେ ପୁରା ବେକାର ହେଇଗଲା। ଛାଡ଼, ଭିଡ଼ିଓ କ୍ଲାରିଟି ଭଲ ଆସିଲାନି। ଯାହା ବି ହଉ, ଜୟ ପୁରା ଫୁଲ୍ ଜୋସ୍ରେ। ପିତାଦା ଅଛି, ପିତାଦା ନଙ୍ଗଳା ହେଇକି ପଳେଇ ଆସିଛି। ପାକନାଇ ବି ନଙ୍ଗଳା ହେଇକି ପଳେଇ ଆସିଛି, ତାଙ୍କର କିଛି ନାହିଁ, ମ୍ୟାରେଜ୍ ପର୍ସନ୍। ଯାହା ବି ହଉ ଲୁନା ଫୁନା ସବୁ ଅଛନ୍ତି। ଜୋରଦାର ଗାଧୁଆ ଗୋଟେ ହେବ। ମଣ୍ଟୁନା ଏମିତି ବହୁତ କିଛି ଲୋକ ଅଛନ୍ତି। ଛାଡ଼ନ୍ତୁ, ବେଶୀ କିଛି କହିହେବନି। ଭିଡ଼ିଓ ବହୁତ ସର୍ଟ ସାରିକି ଆମେ ଯୋଗ ଦେବା ଗାଧୁଆରେ ବି। ସେପଟେ ବି ପ୍ରବଳ କୁମ୍ଭୀର ନା କ'ଣ ଠିକ୍ ଅଛି। ଇଏ ପହଁରା ଶିଖି ନାହିଁ, ସେ ନେଇକି ଏତିକି ପାଣିଲ ଏଇଭଳିଆ ହେଉଛି। ଯଦି ପାଖରେ ବହୁତ ଖୁସି। ବହୁତ ଦିନ ପରେ ଆଜି ବନ୍ୟା ତ ଆମେ ଯେତିକି ଖୁସି ନ କରୁଛୁ, ସେପଟେ ବନ୍ୟା ପାଣି ପଶିକି କାହାର ଘର ଫର ସବୁ କିଛି ଭାଙ୍ଗିଗଲାଣି। ବହୁତ କିଛି ଲୋକଙ୍କର ବହୁତ କ୍ଷୟକ୍ଷତି ବି ହେଇଛି। ଠାକୁରଙ୍କ ପୂଜା ଏଇଭଳିଆ ହେଉଛି। ନନା ବନ୍ଦ କରିକି ଗଲେଣି, କାରଣ ମଣ୍ଡପ ମାନେ ମନ୍ଦିର ଭିତରେ ବି ପାଣି ପଶିଯାଇଛି। ଜୟ ଜଗନ୍ନାଥ। ଜଗନ୍ନାଥଙ୍କୁ ଟିକେ ଦେଖେଇଦିଏ। ଠାକୁର ବହୁତ ଉପରେ ଅଛନ୍ତି। ଠିକ୍ ଅଛି, ଆମେ ଟିକେ ଗାଧୁଆ ବାପୁନ ତା ଡିଆଁ ମାରୁଛି। ବାପୁନ କହୁଛି ମୋର ଭିଡ଼ିଓ ଦରକାର, ମୋର ଭିଡ଼ିଓ। ତାର ବି ଗୋଟେ ଭିଡ଼ିଓ ବନେଇଦେବା। ବନେଇ ସାରିକି ବେଶୀ ଲଙ୍ଗ୍ କରିବାନି ଭିଡ଼ିଓ। ମୁଁ ୟା ପରେ ଭିଡ଼ିଓ ବେଶୀ ଲମ୍ବା କରିବାନି। ୟା ପର ଭିଡ଼ିଓ ବି ଅଛି। ୟା ପର ଭିଡ଼ିଓ ମୁଁ ଆମ ଓଡ୍ରାଫ୍ ଟିମ୍ ଭିଡ଼ିଓ ଗୋଟେ ମୁଁ ରଖିବି। ଆପଣ ଆମେ ଯାଇଥିଲୁ, କେଉଁ ହଇରାଣ ହେଇଛୁ, କିସ ହେଇଛୁ, ତାର ଭିଡ଼ିଓ ମୁଁ ଗୋଟେ ରଖିବି। ବର୍ତ୍ତମାନ ଟିକେ ଖାଲି ଏନ୍ଜୟ କରିନେବା ଗାଧୁଆ ପାଧୁଆ। ଏଇ ଗାଧୁଆ ଭିଡ଼ିଓ ବି ରହିବ, ଆହୁରି ବହୁତ କିଛି ଭିଡ଼ିଓ ଅଛି। ସବୁକିଛି ଭିଡ଼ିଓ ରଖିବି। ତା ପୂର୍ବରୁ ଛୁଟିଆ ରିକ୍ୱେଷ୍ଟ, ବନ୍ୟା ପାଇଁ ଆମେ ତ ବହୁତ ଦୁଃଖିତ, ବହୁତ କିଛି ହେଇଛି। ତା ପୂର୍ବରୁ ଛୁଟି ଟିକେ ଟାଇମ୍ କାଢ଼ିକି ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ଆଗର କହିବା କଥା, ପଛରେ କହିନି ଭିଡ଼ିଓ ସରିଲା ବେଳକୁ। ଠିକ୍ ଅଛି, ଛାଉ ଏତିକି ଲେଖା ପାଣି ସେପଟେ ଆସୁଛନ୍ତି, ପେଟେ ଲେଖା ପାଣି ବର୍ତ୍ତମାନ। ସିଆଡ଼ି ଗଲେ ଆହୁରି ବି ଅଧିକ ପାଣି, ଆମର ଏଇଠି କମ୍। ଗାଁ ଭିତରେ ପୁରା ଜଳ ପୁରା ଫୁଲ୍ ପାଣି, ପୁରା ମାନେ ଜଙ୍ଘ ଉପରକୁ ପାଣି। ତ ଚାଲନ୍ତୁ ଭିଡ଼ିଓକୁ ଆଉ ଲମ୍ବା କରିବାନି, ଏଇଠି ରଖିଲି। ଆଉ ଗୋଟେ ଭିଡ଼ିଓ ଖୁବ୍ ଶୀଘ୍ର ଆସିବ, ଅଳ୍ପ ସମୟ ମାନେ ଭିତରେ ଆସିବ। ତା ପୂର୍ବରୁ ଛୁଟିଆ ରିକ୍ୱେଷ୍ଟ, ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ରହିଲି, ଜୟ ଜଗନ୍ନାଥ। ଦେଖା ହେବ ନେକ୍ସଟ ଭିଡ଼ିଓରେ।